ଆଚ୍ଛା ହଉ ସଂକ୍ରାନ୍ତ ନା ଏଇ ଯେଉଁ ଲୋକ ଅଛନ୍ତି ଯେ ବ୍ରାହ୍ମଣକୁ ନମସ୍କାର କରୁଛନ୍ତି, କେତେକ ଲୋକ ଅଛନ୍ତି ବ୍ରାହ୍ମଣକୁ ନମସ୍କାର ବି କରୁନାହାନ୍ତି, କେତେ ଲୋକ ଅଛନ୍ତି ମୁହଁରେ କହିଦେଉଛନ୍ତି ତମେ ଆମଠୁ ବହୁତ ଛୋଟ ହେବ ଇଏ ହେବ ସେ ଆମେ ସିନା କରୁନୁ ହାତ ଯୋଡ଼ି ନମସ୍କାର କରୁଛନ୍ତି। ଆଚ୍ଛା ନମସ୍କାରର ଅର୍ଥଟା କ'ଣ, ଯେ ବ୍ରାହ୍ମଣକୁ ନମସ୍କାର କାହିଁକି କରାଯାଏ? କାହିଁକି ନା ବ୍ରାହ୍ମଣ ହେଲେ ଆମର ଭଗବାନ ସହିତ ସମାନ। ବ୍ରାହ୍ମଣ ଠେଇଁ 33 କୋଟି ଦେବତା ଅଛନ୍ତି, ନୈଷ୍ଠିକ ବ୍ରାହ୍ମଣ ଯେହେତୁ ତାଙ୍କ ପାଦ ଛୁଇଁବା ଯାହା ଭଗବାନ ପାଦ ଛୁଇଁବା ସେଇଆ। ହଁ ଶାସ୍ତ୍ର ବି କହିଲା କି ବ୍ରାହ୍ମଣଙ୍କର ଶାସ୍ତ୍ର କ'ଣ କହିଛି, ପୃଥିବୀ ଆନି ତାନି ତୀର୍ଥାନି ଜାନି ତୀର୍ଥାନି ସାଗରେ ସାଗରେ ତାନି ତୀର୍ଥାନି ବିପ୍ରର ଦକ୍ଷିଣ ପାଦମୂଳେ। ଆର ଅର୍ଥ ହେଉଛି ଯେ ପୃଥିବୀରେ ଯେତେକ ନଦୀ ଅଛି ସେ ନଦୀ ଯାଇକି ସାଗର ସହିତ ମିଶିଛି, ତ ସେତିକି ନଦୀରେ ଗାଧେଇଲେ ଯେତିକି ପୁଣ୍ୟ ମିଳେ ସାଗର ସାଙ୍ଗରେ ସେତିକି ପୁଣ୍ୟ ମିଳେ। ଗୋଟେ ସାଗରରେ ଗାଧେଇଲେ ତ ସାଗରରେ ସପ୍ତ ସାଗର ସାଗରରେ ଯେତେକ ନଦୀ ମିଶିଛି ଯେତେକ ପୁଣ୍ୟ ଫଳ ଅଛି ସେତେକ ପୁଣ୍ୟ ଫଳ ବ୍ରାହ୍ମଣ ମାନେ ବିପ୍ରର ଦକ୍ଷିଣ ପାଦ ମାନେ ବୁଢ଼ା ଆଙ୍ଗୁଳି ପାଦ ମୂଳରେ ଅଛି। ତେଣୁକରି ବ୍ରାହ୍ମଣଙ୍କୁ ନମସ୍କାର ହୁଅନ୍ତି। ତେଣୁକରି ନମସ୍କାର ହେବାର ଅର୍ଥ ହେଉଛି ଯେ ବ୍ରହ୍ମ ପ୍ରଣାମ, ବ୍ରହ୍ମ ପ୍ରଣାମ। ତ ଲୋକ କ'ଣ ପାଇଁ ସେଇଟା ବୁଝିପାରନ୍ତିନି ଯେ ବ୍ରହ୍ମ ପ୍ରଣାମ କ'ଣ, କାହିଁକି ଆମେ କରିବା ବ୍ରହ୍ମ ପ୍ରଣାମ। ଆଉ ବ୍ରାହ୍ମଣକୁ ଯେଉଁ ନମସ୍କାରଟା କରୁଛନ୍ତି ଭାବୁଛନ୍ତି ଯେମିତି ବ୍ରାହ୍ମଣକୁ ଆମେ ଦାନ କରୁଛୁ କି ଆମେ ବ୍ରାହ୍ମଣକୁ ମାନେ ଆମେ ଗୋଟେ ଇଏ କରୁଛୁ, ମାନେ ସେ ସମ୍ମାନ ନାହିଁ କାହିଁକି? ସେମାନେ ବୁଝି ପାରୁନାହାନ୍ତି। ଆଗକାଳିଆ ଲୋକ ଯେଉଁମାନେ ବୟସ୍କ ଲୋକ ଅଛନ୍ତି କି ପୂର୍ବପୁରୁଷରୁ ଆମର ଯେଉଁ ଲୋକମାନେ ଅଛନ୍ତି ସେମାନେ ବ୍ରାହ୍ମଣର ମହତ୍ତ୍ୱ କ'ଣ ଜାଣିଛନ୍ତି। ବ୍ରାହ୍ମଣ ଯାହା ଆଶୀର୍ବାଦ ଦିଅନ୍ତି ତାଙ୍କର ଫଳପ୍ରାପ୍ତି ହୁଏ। ଶାସ୍ତ୍ର ଯେଉଁଟା କହିଛି ସେଇଟାକୁ ଲୋକ ଅଧ୍ୟୟନ କରୁନାହାନ୍ତି ବୋଲି ଏମିତି ଭାବୁଛନ୍ତି, ନା ବ୍ରାହ୍ମଣଙ୍କର କୌଣସି ଭୁଲ ରହୁଛି? ଆଜିକାଲି ତ ଯୁଗରେ ବ୍ରାହ୍ମଣ ପ୍ରାୟ ଭୁଲ ତ କରୁନାହାନ୍ତି, ଯେହେତୁ ଆଜିକାଲି ସବୁ ସମାନ ହେଇଗଲାଣି ସେହେତୁ ବ୍ରାହ୍ମଣକୁ ମାନୁ ନାହାନ୍ତି। ଆଗରୁ ଯାହା ବ୍ରାହ୍ମଣ ଯାହା କହୁଥିଲା ଅଭିଶାପ ଦଉଥିଲେ କହୁଥିଲେ, କିନ୍ତୁ ଏବେ ଯେଉଁଟା ଆମର ବ୍ରାହ୍ମଣକୁ ମାନେ ମାନୁନାହାନ୍ତି ଯେ ଇଏ ତ ବ୍ରାହ୍ମଣ ତା ବୁଲୁଛନ୍ତି ସେ ଆମ ସାଙ୍ଗରେ ନା ବେଦ କହିଲା କ'ଣ, ଆମ ମାଳିକା କହିଛନ୍ତି ଅଚ୍ୟୁତାନନ୍ଦ ମାଳିକା କହିଛନ୍ତି ଯେ ପଞ୍ଚସଖା ଯେ ସର୍ବେ ହେବେ ଏକେକାର ବେଦରେ ନଥିବ ଗାର। ଯେଉଁ କଥା କହିଥିଲେ ପଞ୍ଚସଖା ସେ କଥାଟା ଆଜି ସତ୍ୟ ହେଉଛି କି? ସତ୍ୟ ହେଉଛି। କାହିଁକିନା ସମସ୍ତେ ସେମାନେ ଭାବୁଛନ୍ତି ମାଳିକା ଯାହା ଲେଖିଛି ଆମେ ସର୍ବେ ଏକ ହେଇଯିବା। ବ୍ରାହ୍ମଣ ହରିଜନ ଆମର ବୈଶ୍ୟ ସେମିତି ନାହିଁ। ଆମର ଯେଉଁ ଚାରି ବର୍ଣ୍ଣ ରହିଲେ ଯେ ଶୂଦ୍ର କ୍ଷତ୍ରିୟ ବୈଶ୍ୟ ବ୍ରାହ୍ମଣ, ତ ଏଇ ସବୁ ଯେଉଁ ଜିନିଷ ରହିଲା ଏସବୁ ମାନେ ଲୋକମାନେ ଅଭିନୟ କରିକି ସବୁ ସମାନ କରିଦେଉଛନ୍ତି, ମାନେ କାହାକୁ ଆଉ ମାନୁନାହାନ୍ତି। ଆଚ୍ଛା ଆଚ୍ଛା, ଖାସ କରି ବ୍ରାହ୍ମଣକୁ ମୂଳେ ହିଁ ମାନୁନାହାନ୍ତି। ବ୍ରାହ୍ମଣକୁ ମାନୁଛନ୍ତି ଆମର ସାଙ୍ଗ ପିଲା ଯେମିତି ଆମେ ତାଙ୍କ ସହିତ ସବୁ କିଛି କରିପାରିବୁ। ସେଥିପାଇଁ ଲୋକ ମାନୁନାହାନ୍ତି ଆମକୁ କି ନମସ୍କାର ହେବା ପାଇଁ ଚାହୁଁନାହାନ୍ତି। ବ୍ରହ୍ମ ସେଟା ଭଗବାନଙ୍କ ଏତିକି ବହୁତ।